जय जगन्नाथ। शंकर दा कल्चर यूट्यूब चैनल को आपण मानक स्वागत। मोर यूट्यूब बंधु बांधवी मानक हालो हाय, वयस्क व्यक्ति मानक नमस्कार। मु वर्तमान अच्छी सियाली जगतसिंहपुर जिला एरसमा ब्लॉक सियाली बेलाभूमि पाखरे। सियाली बेलाभूमि समुद्र तट देश, सुंदर मनोरम दृश्य। वर्तमान ये गोटे बहु पुराणा ब्रिटिश अम्बल घर थिला, एटा को डोजर सहायता भंगा जाइछि। देखि पारुचंती समुद्रर लहरी आसी केते सुंदर भाव बेलाभूमि रे पिटी हेउछि। मोर यूट्यूब बंधु बांधव माने जदि केबे समय पाती ताहले सियाली बुली आसंतु। सुंदर परिवेश, पिकनिक स्पॉट, बेलाभूमि, पर्यटक स्थान देखि पारुचंती मो बंधु धनेश्वर बाबू। बहुत दूर दूरांतर आसी पर्यटक माने। एटा पार्किंग गाड़ी एटी पार्किंग करा जाइछि। सुंदर मनोरम दृश्य, पिकनिक स्पॉट। झाऊ जंगल भितर बहुत पिकनिक पर्यटक करुचंती। सुंदर मनोरम दृश्य देखन। जय जगन्नाथ। झाऊ जंगल देखु सब भोजी कर जंगल भितर। पिकनिक स्पॉट बहु दूर दूरांतर पर्यटक आसी एटे पिकनिक कर मजा नौ। आपण माने मध्य नुआ वर्ष उपलक्षे केबे सियाली बुली आसंतु। सुंदर परिवेश। सियाली सियाली तट देश। मो बंधु धनी बाबू सहित मु आसी सियाली बेलाभूमि बुलिबा पई। देखंतु सेठी समुद्र भितरे जड़े बंधु माछ धरुचंती। सुंदर परिवेश।
ଯାଉଛୁ ମନ୍ଦିର ଆଡ଼େ, ବଳଭଦ୍ରଜୀଉଙ୍କ ମନ୍ଦିର। ଝାଉଁ ଜଙ୍ଗଲ, ବେଳାଭୂମି ଝାଉଁ ଜଙ୍ଗଲ। ଜଙ୍ଗଲ ଭିତରେ ଯିବାକୁ ପଡ଼ିବ ଶିଆଳି ବେଳାଭୂମି ଆଡ଼େ। ରାସ୍ତା ଅଛି କିନ୍ତୁ ଆମେ ବାଇକ୍ରେ ଯାଉଛୁ ଯେଉଁ ତ ଆଉ ଜଙ୍ଗଲରେ ଯାଉଛୁ, ବାଇକ୍ରେ ଜଙ୍ଗଲ ଭିତରେ ପଶି। ଜଙ୍ଗଲ ଭିତରେ ଯିବାକୁ ପଡ଼ୁଛି। ଭଲ ରାସ୍ତା ମଧ୍ୟ ଅଛି, ଗାଡ଼ି ବସ୍ କାର୍ ଯିବା ପାଇଁ। ଆମେ ସର୍ଟ ରାସ୍ତାରେ ଯାଉଛୁ। ଦେଖନ୍ତୁ ଜଙ୍ଗଲ ଭିତରେ ପଶି ଯାଉଛୁ ବାଇକ୍ରେ ଯେହେତୁ ଯାଉଛୁ। କିଆ ଜଙ୍ଗଲ ଦେଖିପାରୁଛନ୍ତି, କିଆ ଜଙ୍ଗଲ। ବାତ୍ୟା ଆଶ୍ରୟସ୍ଥଳୀ। 1999 ମସିହା ବାତ୍ୟାରେ ଏଠି ଗ୍ରାମରେ ବହୁ କ୍ଷତି ହେଇଥିଲା। ଏରସମା ବ୍ଲକ ମଠ ସାହି ଏଇଟା। 1999 ମସିହା ବାତ୍ୟାରେ ବହୁ କ୍ଷତି ହେଇଥିଲା ଏଠି। ଜାଣିଥିବେ 1999 ମସିହା ବାତ୍ୟା ଏରସମା କେତେ କ୍ଷତିଗ୍ରସ୍ତ ହେଇଥିଲା। ସେଇଟା ହେଉଛି ଏଇ ଗାଁ। ସେଇ ଗାଁକୁ ଅତିକ୍ରମ କରି ଆମକୁ ଶିଆଳି। ହଁ, ବହୁ ଧନ ଜୀବନ ସହିତ ନଷ୍ଟ ହୋଇଥିଲା ମଧ୍ୟ। ଏଇଟା ଦେଖିପାରୁଛନ୍ତି ସରବନ୍ତ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର। ଦେଖନ୍ତୁ ବହୁ ପୁରାତନ ମନ୍ଦିର ଦେଖିପାରୁଛନ୍ତି। ଭିତରକୁ ଯିବା, ନନାଙ୍କର ପ୍ରତିକ୍ରିୟା ନେବା। ଆଜ୍ଞା ଦେଖନ୍ତୁ ଦେଖିପାରୁଛନ୍ତି ପ୍ରଭୁଙ୍କର ବର୍ତ୍ତମାନ ପହଡ଼ ପଡ଼ିଛି। ମୋର ଆସିବା ଟିକେ ଲେଟ୍ ହେଇଗଲା। ଦେଖନ୍ତୁ ସୁନ୍ଦର ମନ୍ଦିର। ସୁନ୍ଦର ପରିବେଶ। ଜୟ ଜଗନ୍ନାଥ। ନନା ଅଛନ୍ତି, ଦର୍ଶନ କରିହେବନି ନନା? ଆଜ୍ଞା ଇଏ ମନ୍ଦିରର ବିଶେଷତ୍ୱ କ'ଣ ଜାଣିଛନ୍ତି କୁହନ୍ତୁ? ବାବାଙ୍କର କେମିତି କ'ଣ? ଆଜ୍ଞା ସେତେବେଳେ ବିଶ୍ୱ ମହାନ୍ତି ବନ୍ଧ ଅଞ୍ଚଳରେ ବ୍ରାହ୍ମୀ ଏଇଠି ବ୍ରହ୍ମକୁ ଲୁଚେଇକି ରଖିଥିଲେ। ଆଚ୍ଛା 1516 ଖ୍ରୀଷ୍ଟାବ୍ଦ। ଆଜ୍ଞା ଆଜ୍ଞା ବାବାଙ୍କ ବିଷ୍ଣୁ ପାରଙ୍ଗତ ଦ୍ୱିତୀୟ 1516 ଖ୍ରୀଷ୍ଟାବ୍ଦରେ ହରିଶପୁର ଅଞ୍ଚଳର ଠାକୁର ଆଜ୍ଞା ବିଷ୍ଣୁ ଚକ୍ରବର୍ତ୍ତୀ ମଙ୍ଗରାଜ ସେତେବେଳେ ରାଜା ଥିଲେ। ତାଙ୍କୁ ସ୍ୱପ୍ନାଗତ ହେଇକିନା ଏଠି ଠାକୁରଙ୍କୁ ପୂଜାର୍ଚ୍ଚନା ବ୍ୟବସ୍ଥା ହେଲା। ଆଜ୍ଞା ଏଠି 36 ପାଠର ସେବକାରୀ ନିଯୁକ୍ତି ଅଛନ୍ତି। ଆଜ୍ଞା ତାପରେ ଯେମିତି ଆମର ପୁରୀରେ ଅନେକ ମଠ, ପ୍ରଥମ ମଠ ହେଉଛି ସେଠି ଏମାର ମଠ। ଆଜ୍ଞା ଏଠି ବି ସେ ରାସ୍ତା ସେପଟକୁ ପ୍ରତାପନ ମଠ। ମଠ ସବୁ ଗଲାଣି, ଘର ଠାକୁରଟି ଅଛନ୍ତି। ଆଉ ମଠରେ ବହୁତ ସମ୍ପତ୍ତି ବାଢ଼ିଥିଲା। ତାପରେ ଆମର ଏଠି 6 ଜଣ ପୂଜକ ଆଉ ଅନ୍ୟାନ୍ୟ 35 ପାଠକ 36 ପାଠକ ସେବକାରୀ ଖଞ୍ଜା। ରାଜରାଜୁଡ଼ା ସମୟରୁ ତ ପୂଜା ଅର୍ଚ୍ଚନା ହେଇ ଆସୁଛି। ରାଜରାଜୁଡ଼ା ଉଚ୍ଛେଦ ହେଲା ପରେ ଜମିଦାରୀ ଶାସନ ହେଲା। ଜମିଦାରୀ ପରେ ଏକା ଗଣତନ୍ତ୍ର ଶାସନ ହେଇ ଚାଲିଛି। ବର୍ତ୍ତମାନ 1952 ଠାରୁ ଇଣ୍ଡିଆ ବାହାରି ଯାଇଛି ଏମିତି ଆଉ। ଆଜ୍ଞା ହଁ, ଏ ଠାକୁର ଏଠି ବଳଦେବ ଜୀଉ ରହିବା ନେଇକି ଦକ୍ଷିଣରେ 2.5 କିଲୋମିଟର ଆଗକୁ ବନଦୁର୍ଗା ରଖିଛନ୍ତି ରାଜା। ସେଠି ବି ବଡ଼ ମନ୍ଦିର, ମା ଦୁର୍ଗା ପୂଜା କରୁଛନ୍ତି। ଏପଟେ ଉତ୍ତରରେ ରହୁଛନ୍ତି ରାଧାମୋହନ, ସେଇ ସେତିକି ଡିଷ୍ଟାନ୍ସରେ। ସାକ୍ଷୀ ଗୋପାଳ ଯେମିତି ପୁରୀରେ, ଏଠି ସେମିତି ବୃନ୍ଦାବନ ବିହାରୀ ଗୁଡ଼ାରେ ସେ ବି ପୁରୁଣା ରାଧାକୃଷ୍ଣଙ୍କର ମନ୍ଦିର। ଇଏ ବାତ୍ୟା ପରେ ମନ୍ଦିର ହେଇଛି। ଆଗରୁ ଠାକୁରଙ୍କର ଚୂନଗୁଡ଼ କାମ ସବୁ ଇଟା କାନ୍ଥ 25 ଇଞ୍ଚ କାନ୍ଥ
ଯେମିତି ମନ୍ଦିର ନାଟ ମଣ୍ଡପ ମୁଖସଭା ସବୁ ଥିଲା 1900 ବାତ୍ୟାରେ ଭାଙ୍ଗିଗଲା ପରେ ମନ୍ଦିର ସ୍ୱାମୀ ଆସିଛନ୍ତି। ଆଜ୍ଞା ଆଜ୍ଞା। ଏ ଯେଉଁ କ'ଣ ଝାଡ଼ କ'ଣ ଗୋଟେ କହୁ ଝାଡ଼ବାଡ଼ ମାନେ ଜଙ୍ଗଲ ଭିତରେ ରହୁଥିଲେ ବୋଲି ତେଣୁ ଝାଡ଼ୁଆ ଜଗନ୍ନାଥ ଝାଡ଼ୁଆ ଜଗନ୍ନାଥ ଜଗନ୍ନାଥ କୁହନ୍ତି। ଆଜ୍ଞା ଆଜ୍ଞା ଜଙ୍ଗଲ ସେତେବେଳେ ଥିଲା ନା ହଁ ଆଗକୁ ଗୋଟେ ଶଙ୍ଖ ନଈ ଅଛି। ଶଙ୍ଖ ନଈ ଠାରୁ ଏଠିକି ସେତେବେଳେ ଗୋହି ବାଟ ଜଙ୍ଗଲ ସଫା କରି ଲୋକ ଯିବା ଆସିବା କରୁଥିଲେ। ନା ନା ଜଗନ୍ନାଥଙ୍କର ଦେହ ତ୍ୟାଗ ପରେ କ'ଣ ଗୋଟେ ସମୁଦ୍ରରେ ଭାସିକି ଆସିଥିଲା ସେ କଥା ଆମେ ଶୁଣିକି ଆସିଲୁ ଯେ ଦାରୁ ଆସେ ଦାରୁ ଯୋଉ କାଠ ଆସେ ଯେଉଁ ଜଗନ୍ନାଥଙ୍କ ଦେହ ତ୍ୟାଗ ପରେ ଗୋଟେ ପୋଡ଼ା କାଠ କ'ଣ ଭାସିକି ଆସେ ସେ ପୋଡ଼ା କାଠ ଭାସିକି ଆସେ କିନ୍ତୁ ବ୍ରହ୍ମ ଏଠି ଯୋଉ ଲୁଚେଇକିରି ଆଣିଥିଲେ ତାପରେ କାଠ ଲାଗିଥିଲା ସେ ଠାରୁ ଦାରୁ ଏଠି ପୂଜା କରୁଛନ୍ତି। ଆଜ୍ଞା ତାପରେ ବ୍ରହ୍ମ ଫେରିଥିଲେ ଆଜ୍ଞା ନା ନା ତ ଜଙ୍ଗଲ ଭିତରେ ରହିବାରୁ ଝାଡ଼ ଜଗନ୍ନାଥ ରହିବାରୁ ତାଙ୍କ ନାଁ ଝାଡ଼ୁଆ ଜଗନ୍ନାଥ। ଆଜ୍ଞା ଆଜ୍ଞା ମାନେ ସବୁ 33 ସେଟଲମେଣ୍ଟରେ ଏ 79 ସେଟଲମେଣ୍ଟରେ ସମ୍ପତ୍ତି ବାଡ଼ି ସବୁ ନାଁରେ କରିଗଲା ପରେ କେହି ପ୍ରାୟ ଆସୁନାହାନ୍ତି 8-10 ଜଣ ସେବା କରି ଆସୁଛନ୍ତି। ଆଜ୍ଞା ସମ୍ପତ୍ତି ବାଡ଼ି ନାଁରେ କରିଗଲା ପରେ କାହା 500 ବର୍ଷ ପରେ କଥା ହେଲା କାହା ବଂଶରେ ପିଲା ନାହାନ୍ତି ପୁଅ ନାହାନ୍ତି ସେବା କଲେନି କାହା ପିଲା ସମ୍ପତ୍ତି ବାଡ଼ି ନାଁରେ କରିଗଲା ପରେ ଚାକିରି ବାକିରି କଲେ ସେବା କରୁନାହାନ୍ତି ଏମିତି